ଏତିକି କହିବି ମୁଁ ଭୁଲ କରିଥିଲି, ସେଥିପାଇଁ ଭୁଲର ସମାଧାନର ବାଟ ଦିଆହେଲା। ତେଣୁ ପ୍ରଥମେ ମୁଁ ଭୁଲ ପାଇଁ ମୋତେ କ୍ଷମା କରିଦେବେ ଏବଂ ଚେଷ୍ଟା କରିବି ଗୋଟେ ବର୍ଷ ପରେ ଯେଉଁ ଫେରିବାର ପ୍ରତିଶ୍ରୁତି ଦେଇ ନିହାତି ଭଲ ଭାବରେ ଏବଂ ସ୍ୱଚ୍ଛ ଭାବରେ ଶୃଙ୍ଖଳିତ ହେଇକି ଟେନସନ୍ ଅଛି, କିନ୍ତୁ ଟେନସନ୍ ସମ୍ପୂର୍ଣ୍ଣ ଫ୍ରି ନୁହେଁ। ଆଜ୍ଞା, ଦର୍ଶକ ଭଲ ପାଇବା ଯଦି ସାଙ୍ଗରେ ଥିବ ନିହାତି ଦେଖିବେ। ନାଇଁ, ନିଜେ ପାଟି କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଦେଖିବା ସମୟ ଯୋଉ ରାସ୍ତାରେ ନେଇକି ଯିବ ସେ ରାସ୍ତାରେ କଷ୍ଟ କିଛି ନାହିଁ। ସେଇ ଟଙ୍କା ଅଗ୍ରିମ ଭାବରେ ମାଲିକ ଦେଇଥିଲେ ତାଙ୍କ ଅନୁଷ୍ଠାନରେ କାମ କରିବା ପାଇଁ। ଯେହେତୁ କାମ କରିନି, ସେ ଟଙ୍କାର ତାଙ୍କୁ ଫେରେଇ ଦେବା କଥା ଥିଲା। ଯଦି ତାଙ୍କ ଅନୁଷ୍ଠାନରେ କାମ କରିଥାନ୍ତି ତାପରେ ସେଇଟା କଷ୍ଟ ଅର୍ଜିତ ଧନ ହେଇଥାନ୍ତା। ସେଇଟା ଅଗ୍ରିମ ଟଙ୍କା ବୁଝିବାର ଥିଲା ଏବଂ ଫେରିଗଲା ଭଲ। ନାଇଁ, ଦର୍ଶକ ଭଲ ପାଇବା ମୋ ସାଙ୍ଗରେ ଯେମିତି ଥିଲା ସେମିତି ଥାଉ। ତ ଯାତ୍ରାର ବର୍ଷେ ବିରତି ନେଲେ, ଏବେ ତ ଆଉ ଟିକେଟ ଦର ବଢିବନି, କମିଟି ଦର ତ ବଢିବନି। ଦେଖିବା ବର୍ଷେ କମିଟି ମଧ୍ୟ ଆଜ୍ଞା ବାପା ଭଲ ଅଛନ୍ତି, ବାସ୍ ଟିକେ ଡିପ୍ରେସନରେ ଥିଲେ, ଡିପ୍ରେସନ ବାହାରିକି ଖୁସିରେ ଅଛନ୍ତି। ନିହାତି ନିହାତି ବାପା ଥିଲା ପୁଅ କେବେ ବି ସଭାରେ ହାରେ। ସମସ୍ତେ ଆପଣ ବି ଆପଣଙ୍କ ବାପାଙ୍କ ପାଇଁ। ହାଇଦର ହଉଛି ଗୋଟେ ଚରିତ୍ର ନାଟକ। କଷ୍ଟ ତ ନିହାତି ଅଛି, ତଥାପି ଆମକୁ ସବୁ କଥାକୁ ଗ୍ରହଣ କରି ନେବାକୁ ପଡିବ, କାହିଁକି ନା ବଡମାନଙ୍କ ରିସ୍ପେକ୍ଟ। ବର୍ତ୍ତମାନ ପାଇଁ ଦୋଷୀ, ଆଉ କିଛି ବହୁତ ଏ ସମୟ ଚାଲିଯିବ। ଆମେ ଗୋଟିଏ କଥା ଜାଣିଛୁ ଯେ ଏ ସମୟ ଚାଲିଯିବ। ଏ ସମୟ ଯଦି ଖରାପ ସମୟ ଚାଲିଛି, ଇଏ ପୁଣି ସମୟ ଚାଲିଯିବ, ଭଲ ସମୟ ଆସିବ। ଯଦି ଏଇଟା ହଉଛି ଭଲ ସମୟ, ଏ ସମୟ ଚାଲିଯିବ, ଆହୁରି ଖରାପ ସମୟ ଆସିବ। କିନ୍ତୁ ଏତିକି ସତ୍ୟ ଯେ ଏ ସମୟ ଚାଲିଯିବ। ନିଦ ଆସିବ କିନ୍ତୁ ଟିକେ କଷ୍ଟ ହବ। ଆଉ ବିବାଦରେ ରହିଲେ କେତେ କଷ୍ଟ ଭାଇ ଆପଣ ଜାଣିଛନ୍ତି। ଫ୍ୟାମିଲି ମେମ୍ବର, ମୋ ସାଙ୍ଗମାନେ, ମୋର ଶୁଭଚିନ୍ତକ ସମସ୍ତେ ବହୁତ ସପୋର୍ଟ କରିଥିଲେ। ନିହାତି ଯିଏ ହାତ ଧରିଛନ୍ତି ସେ ଆଉ ସପୋର୍ଟ କରିବେନି। ଆଜ୍ଞା, ସାର୍ କଥା ହେଇଛନ୍ତି ମୋ ସାଙ୍ଗରେ। ଆଜ୍ଞା, ମାନେ ଏଇ ଯୋଉ କଥା ହେଲା ଯେ ମୁଁ ଘରେ ରହିବି, ତା ଆଗରୁ କଥା ହେଇଛନ୍ତି ମୋ ସାଙ୍ଗରେ ସିନେମା ପାଇଁ। ଏବଂ ସାର୍ଙ୍କ ସାଙ୍ଗରେ ବହୁତ ଭଲ ସମ୍ପର୍କ, ଏବଂ ତାପରେ ଦେଖିବାକୁ ପାଇଲି ଯେ ସାର୍ କହିଛନ୍ତି ସିନେମା କରିବା ବୋଲି। ଏବଂ କାଲି ସକାଳେ ବି ସାର୍ଙ୍କ ସାଙ୍ଗରେ ଦେଖା ଅଛି, କଥାବାର୍ତ୍ତା ଅଛି। ଆଜ୍ଞା, ଜାଣିନି ସେତିକି ଯୋଗ୍ୟତା ମୋର ଅଛି ବୋଲି ତ ଭାବିନି, ଦେଖିବା କଣ। ଯାତ୍ରାକୁ ପଳେଇ ଆସିବ, ଯାହା ମିଳିଲେ ବି ଯାତ୍ରାକୁ ଆସିବ। ନା, ମଞ୍ଚର ଲୋଭ, ଗୋଟେ ମଣିଷର ଲୋଭ ଥାଏ। ମୋର ମଞ୍ଚ ପ୍ରତି ଲୋଭ ଅଛି, ନାହିଁ ବୋଲି କହିବିନି। ମୁଁ ସେଥିପାଇଁ ନିଜକୁ ଯୋଗ୍ୟ ବୋଲି କେବେ ଭାବିନି, କାହିଁକି ନା ବହୁତ ବଡ ବଡ ହସ୍ତି ମାନେ ଅଛନ୍ତି, ବହୁତ ଭଲ କାମ କରୁଛନ୍ତି। ସେ ଦୌଡ଼ରେ ମୁଁ ନିଜକୁ ସାମିଲ କରିପାରିବି ଏବଂ ଦୌଡ଼ରେ ଜିତି ପାରିବି ବୋଲି ମୁଁ କେବେ ଭାବିନି। ଚେଷ୍ଟା ତ କରିବି, ଯାହା କରିବି ଭଲ କରିବି। ମାଲିକ ମାନଙ୍କର ପରିସ୍ଥିତି କଣ? ମାଲିକ ମାନେ ସମସ୍ତେ ଚିନ୍ତିତ ଥିଲେ ଏ ଘଟଣାକୁ ନେଇ, ଯେ ଏତେ ବଡ ଦ୍ୱନ୍ଦ୍ୱ ଭିତରେ ବର୍ତ୍ତମାନ ଯାତ୍ରା ଚାଲିଛି। ମୁଁ ମଧ୍ୟ ଯୋଉ ଟେନସନ ଭିତରେ ଥିଲି, ତାକୁ ମଧ୍ୟ ମାଲିକ ମାନେ ଅନୁଭବ କଲେ ଏବଂ ସବୁ ଜିନିଷକୁ ତର୍ଜମା କରିବା ପରେ ସମାଧାନ। ଏମିତି ଗୋଟେ ସେମ ପ୍ରଶ୍ନ ଥିଲା ଯେ ଆପଣ ଛାଡିକି ଗଲା ପରେ ଅଧା ରାତିର ସାଥୀ କିଏ କରିବେ? ଅଶ୍ୱିନୀ ବ୍ରହ୍ମା ଆସି ପୁଣି କଲେ ନା ନାହିଁ, ସିଏ ତ ପୁଣି ମୋ ସାଙ୍ଗ। ବାସ୍, ଆପଣ ମାନେ ସେ ଚରିତ୍ର ଭିତରେ ପିୟୁଷକୁ ଖୋଜିଛନ୍ତି ବୋଲି ଆପଣଙ୍କୁ ଲାଗୁଛି ଯେ ପିୟୁଷ ଭଳି ହେଲାନି।
କିନ୍ତୁ ଥରେ ଭାବନ୍ତୁ ଯେ ସେଟା ଅଶ୍ୱିନୀ ହିଁ କରୁଛି, ସେଇ କ୍ୟାରେକ୍ଟର ଅଶ୍ୱିନୀର ଥରେ ଅଶ୍ୱିନୀ ପଏଣ୍ଟ ଅଫ ଭ୍ୟୁରୁ ଦେଖନ୍ତୁ, ସିଏ ବି ଭଲ ଲାଗିବ। ଅଶ୍ୱିନୀ ଭିତରେ ଆପଣ ପିୟୁଷକୁ ଖୋଜିଲେ ହବ, ଅଶ୍ୱିନୀ ଅଶ୍ୱିନୀ ପିୟୁଷ ପିୟୁଷ, ଆପଣ ଯଦି ଭାବିବେ ଯେ ଅଶ୍ୱିନୀ କାମ କରୁଛି ଆମକୁ ଦେଖିବାର ଅଛି, ନିହାତି ଭଲ ଲାଗିବ। ଜମା ନାହିଁ, ଯାତ୍ରା ଜଗତ ଆଗକୁ ଯିବା ଦରକାର। ଏତିକି କହିବି, ଯେତିକି ଭଲ ପାଇବା ଆଶୀର୍ବାଦ ମତେ ଦେଇଥିଲେ ସେତିକି ଭଲ ପାଇବା ଆଶୀର୍ବାଦ ମୋ ଉପରେ ରଖିଥାନ୍ତୁ। ଚେଷ୍ଟା କରିବି ଆଗକୁ ତାଙ୍କୁ ଏମିତି କୌଣସି କଷ୍ଟ ମୋ ପାଇଁ ତାଙ୍କୁ କାହାକୁ ପ୍ରିଫର ଦେବା ପାଇଁ ପଡ଼ିବନି, କି ମୋ ପାଇଁ ତାଙ୍କୁ ନିନ୍ଦା ସହିବା ପାଇଁ ପଡ଼ିବନି। ତାଙ୍କ ଭଲ ପାଇବାକୁ କୌଣସି ପ୍ରକାର ଆଘାତ ମୁଁ ଦେବି ନାହିଁ। ନିହାତି।